वाह। आज आम आलोचना करवा मातृ रचनावली भाग 10 ज्ञान 465। ज्ञान 465 रे प्रभु लिखुଛନ୍ତି परमेश्वरଙ୍କର आनंद ହେଉଛି ଏକ ରହସ୍ୟ ଓ ଏକ ବିସ୍ମୟ। ଏହା ଏକ ରହସ୍ୟ ଓ ଏକ ଉଲ୍ଲାସ ହୋଇ ରହିଥାଏ ଯାହା ଉଦ୍ଦେଶ୍ୟରେ କି ସାଧାରଣ ଧାରଣା କେତେ କଣ ଯାହା ଉଦ୍ଦେଶ୍ୟରେ କି ସାଧାରଣ ଧାରଣା କେତେ କଣ ବିଦ୍ରୂପ କରିବାରେ ଲାଗିଥାଏ। ମାତ୍ର ଯେଉଁ ଆତ୍ମା ଥରେ ମଧ୍ୟ ତାହାର ସ୍ୱାଦ ଲାଭ କରିଥାଏ, ପୃଥିବୀ ପାଖରୁ ଯେତେ ଯାହା ନିନ୍ଦା ଉତ୍ପୀଡ଼ନ ଏବଂ ବେଦନା ସହ୍ୟ କରିବାକୁ ପଡ଼ିଲେ ମଧ୍ୟ ସେ କଦାପି ତାହାକୁ ପରିତ୍ୟାଗ କରିପାରେ ନାହିଁ। କହିଲେ ପରମେଶ୍ୱରଙ୍କର ଆନନ୍ଦ ହେଉଛି ଏକ ରହସ୍ୟ ଓ ଏକ ବିସ୍ମୟ। ଏହା ଏକ ରହସ୍ୟ ଓ ଏକ ଉଲ୍ଲାସ ହୋଇ ରହିଥାଏ ଯାହା ଉଦ୍ଦେଶ୍ୟରେ କି ସାଧାରଣ ଧାରଣା କେତେ କଣ ବିଦ୍ରୂପ କରିବାରେ ଲାଗିଥାଏ। ଦେଖନ୍ତୁ, ମନୁଷ୍ୟ ଯେଉଁ ଚେତନାରେ ବସବାସ କରୁଛି ତାର ଚେତନା ଅନୁସାରେ ତାର ଧାରଣା ତିଆରି ହେଇଥାଏ। ଯେଉଁ ଚେତନାରେ ବସବାସ କରୁଛି ଧାରଣା ସେଇ ପ୍ରକାରର ହବ। ଏବଂ ତା ପାଇଁ ଆନନ୍ଦ କହିଲେ ସେ ହିଁ ବୁଝାଏ ଯାହା ସେଇ ଚେତନାରେ ତାକୁ ସବୁଠାରୁ ଭଲ ଲାଗେ ବା ତାର ସ୍ୱାର୍ଥ ପୂର୍ତ୍ତି ହୁଏ, ଯାହା ସେଇ ଚେତନାରେ ଥାଏ। ଯେତେବେଳେ ଆମେ ସାଧାରଣ କଥାରେ ବି ଦେଖିବା, ପିଲାଟିଏ ଖେଳା ଖେଳି କରିବାରେ ସେ ଆନନ୍ଦ ପାଏ। ଯେତେବେଳେ ତା ପାଖରେ ଖେଳଣା ଥିଲା ସେତେବେଳେ ଖେଳଣା ଖେଳେ, ମୋବାଇଲ ଧରିଲେ ମୋବାଇଲରେ ଖେଳିଲା। ବଡ଼ ହେଲା ପରେ ତାର ଖେଳର ପ୍ରକ୍ରିୟା ବଦଳିଯାଏ ଏବଂ ଆନନ୍ଦ ଆଉ ଖେଳରେ ନଥାଇ ଆଉ କୋଉଠି ବି ଥାଇପାରେ। ଛୋଟବେଳେ ତାକୁ କଣ ଦେଲେ ସେ ଖୁସି ହେଇଯାଉଥିଲା, ବଡ଼ ହେଲେ କହିବ ମତେ ମୋବାଇଲ ଦରକାର। ଆଉ ଟିକେ ବଡ଼ ହେଲେ କହିବ ଗାଡ଼ି ଦରକାର। ତେଣୁ କୋଉଥିରେ ଆନନ୍ଦ ହବ, ଯେମିତି ବୟସ ଅନୁସାରେ ଆମେ ଦେଖୁଛନ୍ତି ଅଲଗା, ଚେତନାର ସ୍ତରରେ ଥିଲା ବେଳେ ଆପଣ ଦେଖିବେ ଯେ ବ୍ୟକ୍ତି ଯେଉଁମାନେ ନିଜ ସ୍ୱାର୍ଥ ସମ୍ମିଳିତ, କେବଳ ନିଜ ସ୍ୱାର୍ଥ ବ୍ୟତିରେକ ଆଉ କିଛି ତାଙ୍କୁ ଦେଖାଯାଏନି, ସେତେବେଳେ ସେ କେବଳ ତାଙ୍କ ସ୍ୱାର୍ଥ ବୃତ୍ତି ହେଲେ ଆନନ୍ଦ। ତାଙ୍କ ସ୍ୱାର୍ଥ ବୃତ୍ତି ବେଳେ ଅନ୍ୟମାନଙ୍କର କ୍ଷତି ହଉଛି କି ଲାଭ ହଉଛି, କଣ ହଉଛି ତାଙ୍କର ସେଥିରେ କିଛି ଯାଏ ଆସିନଥାଏ, ସେଥିରେ ସେ ଆନନ୍ଦ ପାଆନ୍ତିନି। ଆଉ ଗୋଟେ ମଜା କଥା ଦେଖିବେ, ଏବେ ଏଣିକି ଟିକେ ବଦଳି ଗଲାଣି। ଆଗରୁ ଆମେ ଦେଖୁଥିଲୁ ଯେତେବେଳେ ଝିଅ ମାନଙ୍କର ବିବାହ ବୟସ ପାଖାପାଖି ହେଇଯାଇଥାଏ, ସେତେବେଳେ ସେମାନେ ଘରେ ସବୁ ଜିନିଷ ସାଇତିକି ରଖନ୍ତି, କୋଉଟା ସେ ନେବେ ଶାଶୁଘରକୁ। ଉଲର ସେ ଗୋଟା ତିଆରି କରିଥିବେ, ଆଉ ଗୋଟେ କଣ ଭଲ ଜିନିଷ ଇତ୍ୟାଦି ଇତ୍ୟାଦି ସେ ସବୁ ରଖୁଥିବେ। କିନ୍ତୁ ତାପରେ ଯେତେବେଳେ ସେମାନେ ଘର ସଂସାର କରନ୍ତି, ଗୃହସ୍ଥ ହେଇଯାଆନ୍ତି, ସେତେବେଳେ ସେଇ ଜିନିଷ ପ୍ରତି ତାଙ୍କର ଆଉ ଏତେ ଲଗାଣ ନଥାଏ। ସେମାନେ ଦେଖନ୍ତି ମୋ ପିଲାର କଣ ଦରକାର, ଏଇଟା କଣ ଦରକାର, ସେଇଟା କଣ ଦରକାର, ସେତେବେଳେ ସେମାନେ ନିଜର ସବୁ କିଛିକୁ ଜଳାଞ୍ଜଳି ଦେଇ ଦିଅନ୍ତି। ସେ ନିଜେ ଖାଇଥାନ୍ତୁ କି ନ ଖାଇଥାନ୍ତୁ, ନିଜେ କଣ ଭଲ ପିନ୍ଧନ୍ତୁ ନ ପିନ୍ଧନ୍ତୁ, ପିଲା କେମିତି ଭଲ ପିନ୍ଧିବେ ସେଥିରେ ନଜର ଥାଏ। ତେଣୁ ଯେମିତି ଅବସ୍ଥା ପରିବର୍ତ୍ତନ ହେଲେ ଯେମିତି ଆମର ବଦଳି ଯାଉଛି, ସେମିତି ଯୋଉମାନେ ଆପଣ ଦେଖିଥିବେ କିଛି ଗୋଟେ ପ୍ରବୃତ୍ତିର ବ୍ୟକ୍ତି ଅଛନ୍ତି, ଯୋଉମାନେ କି ଅନ୍ୟ କାହାକୁ କଷ୍ଟ ଦେଲେ ବା ଯନ୍ତ୍ରଣା ଦେଲେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି। ଗୋଟେ ମୁଭି ଥରେ ଦେଖିଥିଲି ଏବଂ ତା ବିଷୟରେ ସର୍ଚ୍ଚ କଲି, ଦେଖିଲି ଯେ ହଁ ସେ ପ୍ରକାର ଲୋକ ମଧ୍ୟ ଅଛନ୍ତି। ତାକୁ ରକ୍ତ ଦେଖିଲେ ଭାରି ଆନନ୍ଦ ଲାଗେ। ତେଣୁ ସିଏ କଣ କରେ, ଲୋକଙ୍କୁ ମାରେ, ହତ୍ୟା କରେ। କିଛି ନାହିଁ, ହତ୍ୟାର କାରଣ କିଛି ନାହିଁ,
ହତ୍ୟାର କାରଣ ହେଉଛି ଗୋଟିଏ, ଲୋକ ଯେତେବେଳେ ମରୁଛି ସେତେବେଳେ ସେ ଯୋଉ ବିକଳ ହେଇକିରି ଚିତ୍କାର କରୁଛି ଏବଂ ତା ଦେହରୁ ଯେତେ ରକ୍ତ ନିଗିଡ଼ି ଯାଉଥାଏ, ସେ ରକ୍ତ ଦେଖିଲେ ତାକୁ ଏବଂ ସେ ଲୋକଙ୍କର ଯନ୍ତ୍ରଣା କଷ୍ଟ ସେ ଯୋଉ ବ୍ୟାକୁଳ ହଉଥିବ ତାକୁ ଦେଖିଲେ ତାକୁ କଷ୍ଟ ଲାଗେ, ମାନେ ସେଠି ଆନନ୍ଦ ଲାଗେ। ସେ ସେଇ ସ୍ତରରେ ରହିଛି। ଆଉ କେ ଆପଣ ଦେଖିବେ ଭିନ୍ନ ଭିନ୍ନ ବ୍ୟକ୍ତି ରହିଛନ୍ତି, ସେମାନେ ପଦବୀରେ କ୍ଷମତାରେ ଅଧିକ ଥିଲେ ମଧ୍ୟ ନିଜ ଲୋକକୁ ତାଙ୍କ ତାଙ୍କ ନିଜ ଲୋକ ଫାଇଦା ପାଇଲେ, ନିଜ ଲୋକ କେମିତି ଭଲରେ ଚଳିବେ ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି। ନିରପେକ୍ଷତା କହିଲେ ସେ ସେଗୁଡାକ ବୁଝନ୍ତି ନାହିଁ କିଛି। ପକ୍ଷପାତିତା କହିବ, ପକ୍ଷପାତିତା କଣ କରୁ? ତେଣୁ ତାଙ୍କ ପାଇଁ ଡେଫିନେସନ ଅଲଗା। ତେଣୁ ଚେତନାର କିନ୍ତୁ ଆଉ କେତେ ଜଣ ଦେଖିବେ ଯେଉଁମାନେ ଉର୍ଦ୍ଧ୍ୱତର ଚେତନାରେ ଥାଆନ୍ତି, ସେମାନେ ତାଙ୍କର ନିଜ ପିଲା ହେଲେ ମଧ୍ୟ, ନିଜର ପତ୍ନୀ ବା ନିଜର ପତି ହେଇଥିଲେ ମଧ୍ୟ ସେମାନେ ତାଙ୍କର ମଙ୍ଗଳ ପାଇଁ ବା ତାଙ୍କର ଆକ୍ଚୁଆଲି ମଙ୍ଗଳ ନୁହଁ, କଥାରେ କହୁଛି ତାଙ୍କ ସ୍ୱାର୍ଥ ବୃତ୍ତି ପାଇଁ ସେ କେବେ ଧ୍ୟାନ ବି ଦିଅନ୍ତି ନାହିଁ। ଯାହା ଆନୁଷ୍ଠାନିକ ଦୃଷ୍ଟିରୁ, ସାମୂହିକ ଦୃଷ୍ଟିରୁ, ଯଦି ଆଧ୍ୟାତ୍ମିକ ଅନୁଷ୍ଠାନଟେ ହେଇଥିବ ଆଧ୍ୟାତ୍ମିକତା ଦୃଷ୍ଟିରୁ ଯାହା ଉତ୍ତମ ଯାହା ସର୍ବୋତ୍ତମ ତାହା ହିଁ ସେ କରନ୍ତି। ସେ ପ୍ରକାର ଉଚ୍ଚତର ସ୍ତରର ବ୍ୟକ୍ତି ମଧ୍ୟ ଥାନ୍ତି। ତେଣୁ ଚେତନାର ଯୋଉ ସ୍ତରରେ ଯିଏ ଥାଏ ତା ପାଇଁ ସେଇଟା ହଉଛି ଆନନ୍ଦ। ତେଣୁ ସିଏ କଣ କରେ, ଯେତେବେଳେ ସାଧାରଣ ନିମ୍ନ ଚେତନା ଯୋଉ ବ୍ୟକ୍ତି ରହିଛି ଆଧ୍ୟାତ୍ମିକ ସ୍ତରରେ ପରମେଶ୍ୱରଙ୍କ ସହିତ ଏକୀଭୂତ ହେଲେ ସେ ତ ଆହୁରି ଉଚ୍ଚତର ଅବସ୍ଥା, ସେଥିରେ ଯୋଉ ଆନନ୍ଦ ପ୍ରାପ୍ତ କରେ ମଣିଷ ଏବଂ ସେଇ ଚେତନାରେ ପହଞ୍ଚିଲା ପରେ ତାର ଯୋଉ କାର୍ଯ୍ୟକଳାପ ଅନ୍ୟମାନଙ୍କୁ ଲାଗେ ଇଏ ସବୁ କଣ କରୁଛନ୍ତି, ଏମିତି କଣ ଘଟୁଛି। ଆପଣ ଚିନ୍ତା କରୁନାହାନ୍ତି, ଯିଏ ପକ୍ଷପାତିତା ଯାହାର ହଉଛି ଅସ୍ତ୍ର, ତାକୁ ଆପଣ ନିରପେକ୍ଷତାର କଥା କହିଲେ ସିଏ କହିବ ଏମାନେ ମତେ ବିରୋଧ କରୁଛନ୍ତି, ତେବେ ତମ ବିରୁଦ୍ଧରେ ସେ ଷଡ଼ଯନ୍ତ୍ର କରିବେ। ସେମାନେ ବୁଝନ୍ତି ନାହିଁ ନିରପେକ୍ଷତା କହିଲେ। ତେଣୁ ସେ ତମକୁ ନିନ୍ଦା କରିବେ, ଅପବାଦ ଦେବେ, ତମ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେ। ତେଣୁ ସେଇ ଧାରଣାରେ ରହିଥିବା ବ୍ୟକ୍ତି ସାଧାରଣତଃ ବିଦ୍ରୁପ କରନ୍ତି, ଯୋଉମାନେ ପରମେଶ୍ୱରଙ୍କ ସହିତ ବଞ୍ଚିବା ପାଇଁ ତାଙ୍କ ଜୀବନରେ ଚେଷ୍ଟା କରୁଥାନ୍ତି ବା ବଞ୍ଚୁଥାନ୍ତି। ତେଣୁ ଏଠି ପ୍ରଭୁ ଲେଖୁଛନ୍ତି ଯେ ସାଧାରଣ ଧାରଣା କେତେ କଣ ବିଦ୍ରୁପ କରିବାରେ ଲାଗିଥାଏ, କିନ୍ତୁ ଯିଏ ସେ ସ୍ଵାଦ ଲାଭ କରିଛି ପରମେଶ୍ୱରଙ୍କ ଆନନ୍ଦର, ସିଏ ପୃଥିବୀରେ କିଏ କେତେ ନିନ୍ଦା ଦଉଛି, କେତେ ଯନ୍ତ୍ରଣା ଦଉଛି, ସେଗୁଡାକ ସବୁ ସହ୍ୟ କରିବାକୁ ପଡିଲେ ମଧ୍ୟ ସେଥିପ୍ରତି ସେ ଭ୍ରକ୍ଷେପ କରେ ନାହିଁ। ଭ୍ରକ୍ଷେପ କରେ ନାହିଁ, କାହିଁକିନା ତା ପାଇଁ ତାର କୌଣସି ଅର୍ଥ ହିଁ ନାହିଁ। ସେ ଯୋଉ ପରମେଶ୍ୱର ଯୋଉ ପରମ ଆନନ୍ଦ ସେ ପ୍ରାପ୍ତ କରିଛି, ସେ ଜାଣିପାରେ ଯେ ଏମାନେ ଯେହେତୁ ନିମ୍ନ ଚେତନା ରହିଛନ୍ତି, ସେମାନେ ବୁଝିପାରନ୍ତି ନାହିଁ ବୋଲି ସେ କଥା ସେ ଅନୁଭବ କରିପାରେ। ସେଇଟା ତାର ସ୍ୱତଃ ପ୍ରବୃତ ଭାବରେ ସେ ଆନନ୍ଦରେ ବିଚରଣ କରିବା ଏକ ଅଭ୍ୟାସ ପରିଣତ ହେଇଥାଏ। ତେଣୁ ମା କହୁଛନ୍ତି ବର୍ତ୍ତମାନ ଅବସ୍ଥାରେ ଜଗତ ଶୁଦ୍ଧ ଏବଂ ଦୀପ୍ତିମୟ ଦିବ୍ୟ ଆନନ୍ଦ ସହିତ ସତେଅବା ଏକ ବିରୋଧୀପଣ କରି ରହିଥିବା ପରି ବୋଧ ହେଉଛି। ମାତ୍ର ଏପରି ଗୋଟେ ଦିନ ଆସିବ ଯେତେବେଳେ କି ଏହି ଜଗତ ମଧ୍ୟ ସେ ଆନନ୍ଦକୁ ବ୍ୟକ୍ତ କରିପାରିବ। ଏଇଟା 9 ଏପ୍ରିଲ 1970 ଲେଖିଛନ୍ତି। ତାପରେ ସେ କହୁଛନ୍ତି କଣ, ଆମେ ପୃଥିବୀକୁ ଠିକ ସେଇଥି ଲାଗି ହିଁ ପ୍ରସ୍ତୁତ କରିବା। କଣ ପାଇଁ? ସମଗ୍ର ଜଗତ ସେ ଆନନ୍ଦକୁ ବ୍ୟକ୍ତ କରିବ। ସେଥିପାଇଁ ଅତିମାନସ ଶକ୍ତି ରୂପାନ୍ତରକାରୀଣୀ ଶକ୍ତି ଅଲରେଡି ଅବତରଣ କରିସାରିଛି। ଯେତେବେଳେ ପଚାରିଛନ୍ତି ସାଧକ ମାନେ, କେହି କେହି ପ୍ରଶ୍ନ କରୁଛନ୍ତି ଯେ ଯଦି କେବଳ ସିଏ ହିଁ କାର୍ଯ୍ୟ କରିବେ, ସିଏ ହିଁ କରିପାରିବେ, ତେବେ ଆମର କଣ ରୋଲ ଅଛି? ଆମର କଣ ରୋଲ ଅଛି? ସେଠୁ ମନେ ପକେଇଦବା ସେ ମେସେଜ ଟି। ମା ଲେଖୁଛନ୍ତି ଦ ୱାର୍ଲଡ ଇଜ ପ୍ରିପେୟାରିଂ ଫର ଏ ବିଗ ଚେଞ୍ଜ, ୱିଲ୍ ୟୁ ହେଲ୍ପ? ତମେ ସାହାଯ୍ୟ କରିବ, ତାହେଲେ ସେ ସାହାଯ୍ୟ କରିବା କଥା କାହିଁକି କହିଲେ? ଏଇଟା ହଉଛି ପ୍ରଥମ ପ୍ରଶ୍ନ। ସାହାଯ୍ୟ କରିବାକୁ କାହିଁକି କହିଲେ? ଯଦି ଆମର କିଛି ରୋଲ ନଥାନ୍ତା ତେବେ ସାହାଯ୍ୟ କରିବାକୁ କାହିଁକି କହିଲେ? କିନ୍ତୁ ପୁଣି ପ୍ରଶ୍ନ ହେଲା ଯେ ସତରେ ଆମର କିଛି ରୋଲ ଅଛି କି? ତାପରେ ମା କହୁଛନ୍ତି ନାହିଁ,
ତମର କିଛି ରୋଲ ନାହିଁ। ତମେ ତମ ପାଖରୁ ହେଲ୍ପ ମଗା ହେଇଛି ତା ଅର୍ଥ ଏହା ନୁହଁ ଯେ ଭଗବାନ କିଛି କରିପାରିବେନି, ଅସାମର୍ଥ୍ୟ ତମ ହେଲ୍ପ ବିନା ହେଇପାରିବ ନାହିଁ ବୋଲି। ତମେ ଚାହଁ କି ନ ଚାହଁ କାମ ହବ। ତାହେଲେ ସେ ପଚାରୁଛନ୍ତି ତାହେଲେ ଆମର ହେଲ୍ପ କାହିଁ ମାଗିଛନ୍ତି ନା, ହଁ ହେଲ୍ପ କାହିଁକି ମାଗିଛନ୍ତି? ଯେତେବେଳେ ମନୁଷ୍ୟ ସମ୍ମତି ଦିଏ ସେତେବେଳେ ଯୋଉ କାର୍ଯ୍ୟଟି ତାକୁ ବାଡେଇ କଚାଡିକିରି କରାହେଇଥାନ୍ତା, ଜବରଦସ୍ତ କରି ଘୋଷାଡି ହେଇକି କରିଥାନ୍ତା ସିଏ, ଯେତେବେଳେ ଜଣେ ସମ୍ମତି ହୁଏ, ସଚେତନ ହେଇ କାର୍ଯ୍ୟ କରେ, ସେତେବେଳେ ସେଇ କାର୍ଯ୍ୟକୁ ସେ ତ୍ୱରାନ୍ୱିତ ଭାବରେ ବା ତ୍ୱରାନ୍ୱିତ ହେଇକି ଚାଲେ ସେ କାର୍ଯ୍ୟଟି। ତେଣୁ କଣ ହବ, ଯୋଉଟା କେତେ ଶହ ବର୍ଷ ବା କେତେ ହଜାର ବର୍ଷ ଲାଗିଥାନ୍ତା ତାହା ସମୟ ସୀମା କମିଯିବ। ଆପଣ ସାଧାରଣ ଭାବରେ ଆମେ ଯଦି ଆମର ମନ ଦ୍ଵାରା ଯୋଉ କାର୍ଯ୍ୟ କରୁଛୁ ସେତେବେଳେ ମନେ ପକାଇବା, ମୋର ଇଚ୍ଛା ନାହିଁ ମତେ ଆପଣ ଡାକିଛନ୍ତି ବା ମୁଁ ବସିଛି ବା ମତେ ଜବରଦସ୍ତ କରାଯାଇଛି, ସେତେବେଳେ ତମେ ଯାହା କହୁଥାଉ ଧକେଇ ପେଲେଇ ହଁ ହଉ ବା କରିଦଉ, ମାନେ କି ଆପଣ ଚ୍ୟାଲେଞ୍ଜ ଦଉଛନ୍ତି, ମାନେ ଭଲ ମାନେ ପ୍ରୋତ୍ସାହନ କରିବା ପାଇଁ ଆଗରେ ଗୋଟେ ରଖିଛନ୍ତି, ଗିଫ୍ଟ ରଖିଛନ୍ତି, କିନ୍ତୁ ମୋର ସେଥିରେ ଇଚ୍ଛା ଯଦି ନାହିଁ ବା ସେ ଗିଫ୍ଟ ପ୍ରତି ଯଦି ସେ ଗିଫ୍ଟ ମତେ ପସନ୍ଦ ନୁହଁ, ତେବେ ମୁଁ ସେଥିରେ ଇଚ୍ଛାକୁ ନାହିଁ, ସେପଟେ ଗିଫ୍ଟ ବି ପସନ୍ଦ ନୁହଁ, ମୋର କିଛି ନାହିଁ ଧୀରେ ଧୀରେ କରିଦେବି, ହଁ ସେ କରିଦଉ କଣ ଅଛି। ଯଦି ମୋର ସେ ଗିଫ୍ଟ ପ୍ରତି ଆଗ୍ରହ ଅଛି କିମ୍ବା ମୋର କାମ ଯୋଉ ଯୋଉଟା ଆପଣ ଦେଇଛନ୍ତି ଯୋଉ କାମଟି, ସେ କାମ ଉପରେ ମୋର ଭାରି ଆଗ୍ରହ ରହିଛି, ତେବେ ମୁଁ ପୁରା ଲାଗି ପତି ତାକୁ କେତେ ଶୀଘ୍ର କରିବି, ଚେଷ୍ଟା କରିବି କେତେ ଶୀଘ୍ର ସାରିବୁ। ଏଇ ହଉଛି ଫରକ, ଯେତେବେଳେ ମନୁଷ୍ୟ ସମ୍ମତି ଦିଏ ଏବଂ ମନୁଷ୍ୟ ଯେତେବେଳେ ସମ୍ମତି ନ ଦିଏ ସେତେବେଳେ ସେ କାର୍ଯ୍ୟ କରିବେ କିନ୍ତୁ ଜବରଦସ୍ତ କରି କରିବେ। ତେଣୁ ଆମକୁ ଜଗତ ସେ ଆନନ୍ଦକୁ ବ୍ୟକ୍ତ କରିପାରିବ, ତେଣୁ ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ। କାହାର କିଛି ପ୍ରଶ୍ନ ଅଛି ଏ ବିଷୟରେ? ନାଇଁ ଭାଇ ଆଗକୁ ପଢ। ଜ୍ଞାନ 466। ପ୍ରଭୁ ଲେଖୁଛନ୍ତି, ବିଶ୍ୱଗୁରୁ ପରମେଶ୍ୱର ମୋ ମନର ତୁଳନାରେ ଅନେକ ଅଧିକ ପ୍ରଜ୍ଞାର ଅଧିକାରୀ। ତୁମେ ତାଙ୍କରି ଠାରେ ହିଁ ଆସ୍ଥା ରଖିବ, ନିରନ୍ତର କେବଳ ଆପଣାର ସ୍ୱାର୍ଥକୁ ଲୋଡୁଥିବା ଉଦ୍ଧତ ସଂଶୟବାଦୀ ଉପରେ କଦାପି ଆସ୍ଥା ରଖିବ ନାହିଁ। ଜ୍ଞାନ 467 ଲେଖୁଛନ୍ତି, ସଂଶୟବାଦୀ ମନ ନିରନ୍ତର ସନ୍ଦେହ କରିବାରେ ଲାଗିଥାଏ, କାରଣ ତାହା ଆଦୌ ଅସଲ କଥାଟିକୁ ବୁଝିପାରେ ନାହିଁ। ମାତ୍ର ପରମେଶ୍ୱରଙ୍କୁ ଭଲ ପାଉଥିବା ବ୍ୟକ୍ତିର ବିଶ୍ୱାସ ଆଦୌ କିଛି ବୁଝି ପାରୁନଥିଲେ ମଧ୍ୟ ତଥାପି ତାହା ଅବିଚଳ ରହିଥାଏ। ଆମର ଏଇ ଅନ୍ଧକାର ପାଇଁ ଉଭୟଙ୍କର ଆବଶ୍ୟକତା ରହିଛି, ମାତ୍ର ଦୁହିଁଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ ସେଥିରେ ଆଦୌ କୌଣସି ସନ୍ଦେହ ରହିନପାରେ। ମୁଁ ଆଜି ଯାହା ବୁଝିପାରୁନାହିଁ ତାକୁ ମୁଁ ଦିନେ ନା ଦିନେ ଆୟତ୍ତ କରିବି, ମାତ୍ର ଯଦି ମୁଁ ବିଶ୍ୱାସ ଏବଂ ପ୍ରେମକୁ ହରାଇ ବସେ, ତେବେ ପରମେଶ୍ୱର ମୋ ସମ୍ମୁଖରେ ଯେଉଁ ଲକ୍ଷ୍ୟଟିକୁ ଉପସ୍ଥାପିତ କରି ରଖିଛନ୍ତି ସେଥିରୁ ମୁଁ ନିଶ୍ଚୟ ସମ୍ପୂର୍ଣ୍ଣ ଭାବରେ ତଳକୁ ଖସି ଆସିବି। ଦେଖନ୍ତୁ, କେତେ ବଡ଼ କଥା ଗୁଡ଼ିକ ଆମ ଜୀବନ କ୍ଷେତ୍ରରେ ଆମେ ପ୍ରୟୋଗ କରୁନାହୁଁ ବା ଚେଷ୍ଟା କରୁନାହୁଁ, ଯଦି ତେବେ ଆମେ ପଥଭ୍ରଷ୍ଟ ହେଇଯାଉଛୁ, ତଳକୁ ଖସି ଯାଉଛୁ। ତାର ଉଦାହରଣ ଏଇଠି ଥଉଛନ୍ତି। ବେଳେ ବେଳେ ଦେଖିବେ ଆମେ ମାନେ ଯୋଉମାନେ ଠକ ଅଳସୁଆ ଯଦି କୌଣସି କାମ କରି ନ ପାରନ୍ତି, ତେବେ ସାଙ୍ଗେ ସାଙ୍ଗେ ଏକ୍ସକ୍ୟୁଜ ଗୁଡାଏ ଦେଇ ଦିଅନ୍ତି, ଗୁଡାଏ ଏକ୍ସକ୍ୟୁଜ ଦେଇ ଦିଅନ୍ତି, ସବୁ ଧରି ରଖିଥାଏ, ଏୟା ହେଲା ସେୟା ହେଲା ତେଣୁ ମୁଁ ଏଇଟା କରିପାରିଲି ନାହିଁ। କିନ୍ତୁ ତାକୁ ସମର୍ଥନ କରିବା ପାଇଁ କଣ କରେ, ମୁଁ ସେଇ ପ୍ରଭୁଙ୍କର ବା ଅନ୍ୟାନ୍ୟ ସାଧୁ ତାଙ୍କର ସବୁ କଥାକୁ କୋଟ କରେ, କଣ ନା ଭଗବାନ ସମସ୍ତଙ୍କୁ ଭଲ ପାଆନ୍ତି,
ଆମେ ସମସ୍ତେ ଭଗବାନଙ୍କ ସନ୍ତାନ ଏବଂ ଯେ ପର୍ଯ୍ୟନ୍ତ ମା କହିଛନ୍ତି ଶେଷ ମନୁଷ୍ୟର ରୂପାନ୍ତର ନ ହେଇଛି ମୁଁ କାମ କରୁଛି, ତେଣୁ ମୋର କଣ ଚିନ୍ତା କରିବାର ଅଛି? ତେଣୁ ମୁଁ ଯାହା କଲେ ବି ମୋର ରୂପାନ୍ତର ହବ ହିଁ ହବ। ଏଇ ପ୍ରକାରର ଏକ ମିଥ୍ୟା ଧାରଣାକୁ ସେମାନେ ଧରିକି ବସନ୍ତି ଏବଂ ଯଥେଚ୍ଛା ସ୍ୱଚ୍ଛାଚାରିତାରେ ନିଜର ସ୍ୱାର୍ଥକୁ ନିଜର ଅହଂକୁ ପ୍ରତିପାଦିତ କରିଚାଲନ୍ତି। ଏଠି ପ୍ରଥମରୁ ସେଥିପାଇଁ କହିଲେ ବିଶ୍ୱଗୁରୁ ପରମେଶ୍ୱର ମୋ ମନର ତୁଳନାରେ ଅଧିକ ପ୍ରଜ୍ଞାର ଅଧିକାରୀ, ଅନେକ ଅଧିକ ପ୍ରଜ୍ଞା ଅଧିକାରୀ। ଆପଣ ସାଧାରଣ ଭାବରେ ଦେଖୁନାହାନ୍ତି, ଜଣେ ଯେକୌଣସି ବିଷୟରେ ସ୍ପେଶାଲିଷ୍ଟ ହେଇଥାଉ ନା କାହିଁକି, ସେ ନିଜେ ବି କହେ, ଯଦିଓ ସତରେ ଯୋଉମାନେ ଜ୍ଞାନର ପିପାସୁ ସେ ଜାଣନ୍ତି ଯେ ମୁଁ ଯେତିକି ଜାଣିଛି ତା ବାଦ ଆହୁରି ଅନେକ ରହିଛି। ସାମାନ୍ୟ ସ୍ଥୂଳଗତ ଭୌତିକ ଜ୍ଞାନ ଯେତିକି ରହିଛି ତାହା ବି ଅଧିକ ରହିଛି। ଆଉ ତ ସଂସାର ଯାକର ଜ୍ଞାନ ଛାଡ, ସଂସାର ଉର୍ଦ୍ଧ୍ୱ ଜ୍ଞାନ ଛାଡ, ଗତ ଜନ୍ମ କଥା ଛାଡ, ଆଗତ ଜନ୍ମ କଥା ଛାଡ, ସୂକ୍ଷ୍ମ ସ୍ତର କଥା ଛାଡ, ଚିନ୍ତା କରନ୍ତୁ, ନା ଭୌତିକ ସ୍ତରର, ନା ସୂକ୍ଷ୍ମ ସ୍ତରର, ନା ଏଇ ମୋ ଚତୁଃପାର୍ଶ୍ୱରେ ଘଟୁଥିବା ଜ୍ଞାନର ଅଧିକାରୀ ବି ହେଇପାରେ। ତେଣୁ ଏ ମନର ତୁଳନାରେ ସେ ଅନେକ ଅଧିକ ଗୁଣରେ ପ୍ରଜ୍ଞା ଅଧିକାରୀ। ତେଣୁ ଯଦି ମୁଁ ଆସ୍ଥା ରଖିବି ନିଜର ସ୍ୱାର୍ଥକୁ ନିଜର ଏହି ସୀମିତ ଜ୍ଞାନ ଉପରେ କାହିଁକି ଆସ୍ଥା ରଖିବି? ତେଣୁ ତାଙ୍କରି ଠାରେ ହିଁ ଆସ୍ଥା ରଖିବ। ତାପରେ କହୁଛନ୍ତି ନିରନ୍ତର କେବଳ ଆପଣାର ସ୍ୱାର୍ଥକୁ ଲୋଡୁଥିବା, ସେଠି ଶବ୍ଦ ଲେଖିଛନ୍ତି ଉଦ୍ଧତ ସଂଶୟବାଦୀ ଉପରେ କଦାପି ଆସ୍ଥା ରଖିବ ନାହିଁ। ଯୋଉମାନେ କେବଳ ନିଜକୁ ପ୍ରତିଷ୍ଠିତ କରି ଚାଲିଥାନ୍ତି, ଆପଣାର ସ୍ୱାର୍ଥକୁ ଲୋଡୁଥିବା ମାନେ କେବଳ ନିଜକୁ ପ୍ରତିଷ୍ଠିତ କରନ୍ତି, କେବଳ ନିଜର ହିଁ ଲାଭ ଦେଖନ୍ତି। ହଁ, ବେଳେ ବେଳେ ଏଠି କାହିଁକି କୁହାଯାଏ, ଏ ଯୋଉ ସ୍ୱାର୍ଥ କଥା କହିଲେ ଲୋକ ବେଳେ ବେଳେ ଟିକେ ଅନ୍ୟ କଥାଟିକୁ ଚିହ୍ନି ପାରନ୍ତି ନାହିଁ। ମନେ କରାଯାଉ ଗୋଟେ ଗୋଟେ ବ୍ୟକ୍ତି ରହିଛନ୍ତି ବା ସେ ପ୍ରକାର ବ୍ୟକ୍ତି ଆପଣ ଭେଟିବେ ଯୋଉମାନେ କି ସାମୂହିକ ଲୋକଙ୍କର ଭଲ ପାଇଁ କାମ କରୁଛନ୍ତି ବୋଲି ଆପଣ ଦେଖିବେ। ସେ ତ ଭାବନ୍ତି ଇଏ ତ ସ୍ୱାର୍ଥପର ନୁହଁ, ଏଇ ତ ସମସ୍ତଙ୍କ କଥା ଚିନ୍ତା କରୁଛନ୍ତି, ହେଇ ତାର ଦରକାର ବେଳେ ଠିଆ ହଉଛନ୍ତି, ଆ ପାଇଁ କରିଦଉଛନ୍ତି, ତା ପାଇଁ କରିଦଉଛନ୍ତି। କିନ୍ତୁ ସେଠି ସେଥିପାଇଁ ଆଉ ଗୋଟେ ଶବ୍ଦ ରଖିଛନ୍ତି ଉଦ୍ଧତ ସଂଶୟବାଦୀ। ଏବଂ ଆପଣାର ସ୍ୱାର୍ଥକୁ ଲୋଡୁଥିବା ସେଇ ଯୋଉ ଉଦ୍ଧତ ସଂଶୟବାଦୀଙ୍କର ଏଇ ଯୋଉ ବାହାର କାର୍ଯ୍ୟଟି ଆମକୁ ଲାଗୁଛି ଯେ ସେ ସମସ୍ତଙ୍କ ପାଇଁ କାମ କରୁଛନ୍ତି, ତାର ପଶ୍ଚାତରେ ରହିଥିବା ତାଙ୍କର ଉଦ୍ଦେଶ୍ୟ କେବଳ ନିଜକୁ ପ୍ରତିଷ୍ଠିତ କରିବା। ମତେ ଲୋକ ଭଲ କହିବେ, ଏତେ ଲୋକଙ୍କର ମୁଁ ଯୋଉ କାମ କରୁଛି ନା, ତମେ ଏମିତି କିଏ କରିପାରୁଥିବ? ଏବଂ ତା ଭିତରୁ ଆହୁରି ଅନ୍ୟାନ୍ୟ ବହୁତ କଥା ଯଦି ଯୋଉଗୁଡ଼ିକ କି ଆମେ ଭିତରକୁ ପଶିବା ଦରକାର ନାହିଁ, କିନ୍ତୁ ସେମାନେ ନିଜକୁ ନିଜର ସ୍ୱାର୍ଥ ଅନ୍ୟ ବାଟରେ ପୂରଣ କରିବେ। କାହିଁକିନା ଯେତେ ଅଧିକ ଲୋକ ସମ୍ପର୍କ ରହିବ ସେତେ ତାଙ୍କର ଅନ୍ୟ ସ୍ୱାର୍ଥ ପୂର୍ଣ୍ଣ ହବ, ଯୋଉଟା କି ଆପଣ ଜାଣିପାରିବେ ନାହିଁ। ତେଣୁ ସେମାନଙ୍କର ଏଇ ଯୋଉ ଆମେ ଆମ ନିଜର ଯଦି ଏଇ ପ୍ରକାର କୌଣସି ଗୁଣ ରହିଛି, ତେବେ ଆମେ ତାକୁ ଦେଖିବା, ତାକୁ ସଚେତନ ହବା ଏବଂ ତାକୁ ଧରି ମାଙ୍କ ପାଖରେ ସମର୍ପଣ କରିବା, ଯେପରି ସେଇ ସ୍ୱାର୍ଥ ସମ୍ବଳିତ ଆମର ଧାରଣା, ଆମର କାର୍ଯ୍ୟ ସବୁଗୁଡ଼ିକ ସମର୍ପିତ ହେଇ ତାହା ଶୁଦ୍ଧ ହେଇଯାଉ ଏବଂ ଆପଣାର ସ୍ୱାର୍ଥ ସ୍ଥାନରେ କେବଳ ଆତ୍ମାକୁ ପରିପ୍ରକାଶ କରିବାରେ ଆମେ ଯେପରି ନିଜକୁ ନିୟୋଜିତ କରି ରଖୁ। ସେଥିପାଇଁ କେବଳ ତାଙ୍କରି ଠାରେ ହିଁ ଆସ୍ଥା ରଖିବ। କଦାପି ଭାବନ୍ତୁ ନାହିଁ କ୍ଷମତା ପାଇଲେ ଆପଣଙ୍କର ସ୍ୱାର୍ଥ ହବ। ଲୋକ କରନ୍ତି ସେମିତି। ଯଦି ଆପଣ ସେମିତି କେହି କରୁଛନ୍ତି, ତେବେ ତାପର ଜ୍ଞାନକାରିକାର ଯୋଉଟା କହୁଛନ୍ତି ଯେ ମୁଁ ନିଶ୍ଚୟ କହୁଛନ୍ତି, ତାହେଲେ କଣ ହବ? ମୁଁ ନିଶ୍ଚୟ ସମ୍ପୂର୍ଣ୍ଣ ଭାବରେ ତଳକୁ ଖସି ଆସିବି। ଆମର ନିମ୍ନଗାମୀ ହଉଛି ସେଇ ପ୍ରକାର କାର୍ଯ୍ୟ ଆମେ ଯଦି କରୁଛନ୍ତି। ତାପରେ ଦେଖିବ ଯୋଉମାନେ ସଂଶୟବାଦୀ, ସେମାନେ ପ୍ରତ୍ୟେକ ଜିନିଷରେ ସନ୍ଦେହ କରନ୍ତି। ବର୍ତ୍ତମାନ
ଯେଉଁମାନେ ନିଜ ସ୍ୱାର୍ଥ ସମ୍ବଳିତ ନିଜକୁ ପ୍ରତିଷ୍ଠିତ କରନ୍ତି, ଯେତେବେଳେ ଆମେ ଏହି ପ୍ରକାରର ପର୍ଯ୍ୟବେକ୍ଷଣ କରିବାକୁ ଆମେ ଯେତେବେଳେ ପଢ଼ୁଛନ୍ତି, ଶିଖୁଛନ୍ତି, ବୁଝୁଛନ୍ତି, ଯଦି ବର୍ତ୍ତମାନ ଆମେ କଥା ହେଉଛନ୍ତି, ସେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ବୁଝେଇ ଦେବ କ'ଣ ନା, ଆରେ ଯିଏ ଯେଉଁ ଭଳିଆ ଦେଖେ ନା ସେ ସେଇ ଭଳିଆ ଲୋକ, ସେଇଥିପାଇଁ ତାକୁ ଏତେ ସବୁ ଖରାପ ଜିନିଷ ଦେଖାଯାଉଛି। ସେ କାହିଁକି କହନ୍ତି ନା କେବଳ ନିଜକୁ ପ୍ରତିଷ୍ଠିତ କରିବା ପାଇଁ। ସେଥିପ୍ରତି ମଧ୍ୟ ଆମକୁ ସଚେତନ ହେବାକୁ ପଡ଼ିବ। ଆଉ ଯଦି ମୋ ଭିତରେ ନିଜ ଭିତରେ ବାହାରେ ଯାହା ଦେଖୁଛି ମୋତେ ସନ୍ଦେହ ଲାଗୁଛି, ସେ ଏମିତି କିଛି କରୁନାହାନ୍ତି ତ, ତାମାନେ ଜାଣିବେ ଆପଣ ବି ସେଇ ଚେତନାକୁ ଖସିଗଲେ। କାହିଁକି? ଯେତେବେଳେ ଆମେ ଚେତନାର ଉର୍ଦ୍ଧ୍ୱ ସ୍ତରରେ ରହିବା, ଯେଉଁ ବ୍ୟକ୍ତି ଯାହା କରୁଛି ତା ପ୍ରତି ଆମର ଉଦାସୀନ ଭାବ ରହିବ, ସଂଶୟ ଆସିବନି। ଆମେ ଜାଣୁଛେ, ଜାଣିବା, ବୁଝିବା, ଜଣାପଡ଼ି ଯାଉଥିବ, କିନ୍ତୁ ତାଙ୍କ ପ୍ରତି ସନ୍ଦେହ କିଛି ନାହିଁ। ହଁ, କରୁଛନ୍ତି କରୁଛନ୍ତି। ତେଣୁ ସଂଶୟବାଦୀ ମନ ନିରନ୍ତର ସନ୍ଦେହ କରିଥାଏ। ଆପଣ ତାଙ୍କ ଆଡ଼ୁ ଚାହିଁକି ହସିଲେ ମଧ୍ୟ ସିଏ କହିବେ ଭାଇ ମୋ ବିରୁଦ୍ଧରେ କ'ଣ କହୁଛି। ଆଉ ଏବେ ହେଇ ଜଣେ ଭଦ୍ର ବ୍ୟକ୍ତି କହୁଥିଲେ, ସେ ଜଣଙ୍କ ସହିତ ଠିଆ ହେଇକି କଥା ହଉଛନ୍ତି, ସାଙ୍ଗେ ସାଙ୍ଗେ ଜଣେ ବ୍ୟକ୍ତି ତାପରେ କହୁଛନ୍ତି କ'ଣ ତାଙ୍କଠୁ ଜ୍ଞାନ ନେଉଥିଲୁ। ସେ ସବୁ ତାଙ୍କ ବିରୁଦ୍ଧରେ ସିଏ ତାଙ୍କର କଥା ହଉଥିଲେ, ମାଙ୍କ କଥା ନେଇକି କେତେ କଥା ନିଜର ଅଗ୍ରଗତି ସେ ବିଷୟରେ କଥା ହଉଥିଲେ। କିନ୍ତୁ ଏଇ ଯେଉଁ ବ୍ୟକ୍ତିଟି ଉଚ୍ଚତର ବ୍ୟକ୍ତି, ଆମେ ତଥାକଥିତ ଅନେକ ବର୍ଷ ଧରି ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବା ଦେଖେଇ ହନ୍ତି ଯେ ସମସ୍ତଙ୍କର ସ୍ୱାର୍ଥ ମୁଁ ଦେଖୁଛି, ମୁଁ ନିଃସ୍ୱାର୍ଥପର ଦେଖେଇ ହୁଅନ୍ତି, ଆମେ ଦେଖିଛୁ ସେ ବ୍ୟକ୍ତିଙ୍କୁ। ସେ କହୁଛନ୍ତି ହଁ ତାଠୁ ଯାଇ ଜ୍ଞାନ ନେଉଥିଲୁ। କାହିଁକି ନା ଏ ପ୍ରକାର ତାଙ୍କର, ଯେହେତୁ ସେମାନେ ସଂଶୟବାଦୀ, ସେମାନେ କାହାକୁ ସହିପାରନ୍ତି ନାହିଁ। ସମସ୍ତଙ୍କ ଭିତରେ ତାଙ୍କୁ ସନ୍ଦେହ ନେଇକି ହିଁ ସେ ସନ୍ଦେହ ସମସ୍ତଙ୍କ ଭିତରେ ଉପଜେଇବେ ଏବଂ ଆପଣଙ୍କୁ ସନ୍ଦେହ ବି କରିବେ। ତେଣୁ ସେ ପ୍ରକାର ବ୍ୟକ୍ତିଙ୍କ ପାଖରୁ ଦୂରେଇ ରହିବେ। ନିଜେ ସେ ପ୍ରକାର କାର୍ଯ୍ୟ କେବେ କରିବାକୁ ଚେଷ୍ଟା କରିବେନି। ଯଦି ବାହାରି ଆସୁଥାଏ ବା ସେମିତି ବ୍ୟକ୍ତି ସଂସ୍ପର୍ଶରେ ଆପଣ ଯଦି ବାରମ୍ବାର ଆସୁଛନ୍ତି, ତାହେଲେ ସେଇଟା ଆପଣଙ୍କ ସ୍ୱାଭାବିକ ପ୍ରବୃତ୍ତି ହେଇଯାଇବ। ଆପଣ ତାକୁ ଚିହ୍ନି ପାରିବେନି ଯେ ଆପଣ ଭୁଲ କରୁଛନ୍ତି ବୋଲି। ସେଥିପ୍ରତି ଟିକେ ସଚେତନ ରହିବେ। କାହିଁକି ନା ସେଥିପାଇଁ ଲେଖୁଛନ୍ତି, ପ୍ରଭୁ ଲେଖୁଛନ୍ତି ସେମାନେ ଆଦୌ ଅସଲ କଥାଟିକୁ ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କୁ ଭଲ ପାଉଛନ୍ତି, ସେମାନଙ୍କର ମନେ ରଖିବେ, ଯଦି ଭଗବାନଙ୍କ ପ୍ରତି, ପରମଙ୍କ ପ୍ରତି ତମର ବିଶ୍ୱାସ, ଆସ୍ଥା, ନିର୍ଭରତା ଯଦି ଖସିଗଲା, ଆଉ ଫେରିବା କଷ୍ଟ ହେଇଯିବ। ଆପଣ ଧୀରେ ଥରେ ଖସିଗଲେ ଅନ୍ୟ ସାଇଡ୍ଟା ଆପଣଙ୍କୁ ଠିକ୍ ଲାଗିବ, ଆପଣ ସେଇଥିରେ ବୁଡ଼ି 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 ଚାଲିଥିବେ। ଜ୍ଞାନ ପଛରେ ହେଇଯିବ। ଜ୍ଞାନ ଯେତେବେଳେ ପରମେଶ୍ୱରଙ୍କ ସହିତ ଆମର ନିରନ୍ତର ସମ୍ପର୍କ ହେବ, ଆମେ ପ୍ରଜ୍ଞାନ ଅଧିକାରୀ ହେଇଯିବା। ବଳ ଆସିଯିବ, ଶକ୍ତି ଆସିଯିବ, ସବୁ ଆସିଯିବ। କିନ୍ତୁ ଥରେ ବିଶ୍ୱାସ ଚାଲିଗଲେ ଆଉ ଆସିବ ନାହିଁ। କହୁଛନ୍ତି ଦୁହିଁଙ୍କ ମଧ୍ୟରୁ କିଏ ଅନ୍ଧକାର, ସଂଶୟବାଦୀ ବା ପରମେଶ୍ୱର, ଏଇ ଦୁଇ ଜଣଙ୍କ ଭିତରେ ଅନ୍ଧକାର ଭିତରେ ରହିଥିବା ସେ ସଂଶୟବାଦୀ ଆଉ ପରମେଶ୍ୱରଙ୍କ ଭିତରେ ଅଧିକ ଶକ୍ତିଶାଳୀ କିଏ? ସେ କୌଣସି ସନ୍ଦେହ ରହିନପାରେ ଯେ ସେ ହେଉଛନ୍ତି ପରମେଶ୍ୱର। ଲେଖୁଛନ୍ତି ସେଇଥିପାଇଁ, ମୁଁ ଆଜି ଯାହା ବୁଝିପାରୁନାହିଁ ତାକୁ ମୁଁ ଦିନେ ନା ଦିନେ ଆୟତ୍ତ କରିବି। ମାତ୍ର ଯଦି ମୁଁ ବିଶ୍ୱାସ ଏବଂ ପ୍ରେମକୁ ହରାଇ ବସେ, ଯେଉଁମାନେ ସଂଶୟବାଦୀ ତାଙ୍କ ସଂସ୍ପର୍ଶରେ ଆପଣ ଆସିଲେ ମଧ୍ୟ ଆପଣ ଏହି ବିଶ୍ୱାସ ଏବଂ ପ୍ରେମକୁ ହରାଇ ବସିବେ। ଲେଖୁଛନ୍ତି ତେବେ ପରମେଶ୍ୱର ମୋ ସମ୍ମୁଖରେ ଯେଉଁ ଲକ୍ଷ୍ୟଟିକୁ ଉପସ୍ଥାପିତ କରି ରଖିଛନ୍ତି, ସେଥିରୁ ମୁଁ ନିଶ୍ଚୟ ସମ୍ପୂର୍ଣ୍ଣ ଭାବରେ ତଳକୁ ଖସି ଆସିବି। ମୁଁ ଦେଖିଛି, ଆମେ ଦେଖିଛୁ କେତେ ମହାନ ମାନେ ମୁକ୍ତ ଆତ୍ମା କହିଲେ ମାନେ ଅତ୍ୟୁକ୍ତି ହେବ ନାହିଁ, ମାମୁଁଙ୍କୁ ଲୋକ ତାଙ୍କ ବିରୁଦ୍ଧରେ ତାଙ୍କର କେବଳ ତାଙ୍କୁ ନିଚା ଦେଖାଇବା ପାଇଁ, ନିଜକୁ ବଡ଼ ଆସନରେ ବସାଇବା ପାଇଁ କେତେ କଥା କହିଛନ୍ତି। ସନ୍ଦେହ ଉପୁଜାନ୍ତି ଅନ୍ୟମାନଙ୍କ ଭିତରେ। ଆମେ ସଚେତନ ରହିବା। କାହିଁକିନା ସେମାନଙ୍କ ସଂସ୍ପର୍ଶରେ ଯଦି ଆପଣ ଆସୁଛନ୍ତି ଏବଂ ତାଙ୍କର ଯେଉଁ କାର୍ଯ୍ୟ, ତାଙ୍କର ଧାରଣା ଯଦି ଆପଣଙ୍କୁ ଟିକେ ବି ଭଲ ଲାଗୁଛି, ମନେ ରଖନ୍ତୁ, ତେବେ ଆପଣ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଏବଂ ପ୍ରେମକୁ ହରାଇ ବସିବେ। ଆପଣ ଜାଣିପାରିବେ ନାହିଁ। ତାଙ୍କ କାମ ଗୁଡ଼ିକ ଲାଗୁଥିବ, ମାଙ୍କ କାମ ଲାଗୁଥିବ, ନୋ ଡାଉଟ୍ ଆପଣ ଅନୁଷ୍ଠାନରେ ରହିଛନ୍ତି,
ଏବଂ ସାଧନା କରୁଛନ୍ତି, ଯଦି ଆପଣଙ୍କ ତାଙ୍କ ଅଧୀନରେ ରହୁଛନ୍ତି, ତେବେ ସେ ଯେଉଁ କାର୍ଯ୍ୟ ଶୃଙ୍ଖଳାଗତ ଭାବରେ ପଡୁଛି କାର୍ଯ୍ୟ କରିବେ। କିନ୍ତୁ ଆସ୍ଥା ରଖିବେ ଭଗବାନଙ୍କ ଉପରେ, ବିଶ୍ୱାସ ରଖିବେ ଭଗବାନଙ୍କ ଉପରେ, ସେ କାର୍ଯ୍ୟ କରିବେ ମାଙ୍କୁ ସମର୍ପଣ କରି କରିବେ। ମା ମୋତେ କରିବାକୁ ପଡୁଛି, ତାଙ୍କ ପ୍ରତି ମୋର ଯେପରି ଅନ୍ତରରୁ ସମର୍ଥନ ନ ରହୁ। କାହିଁକିନା ଯଦି ଆପଣ ସମର୍ଥନ ଥରେ କରିଦେଲେ, ତାଙ୍କୁ ବିଶ୍ୱାସ କରିବା ଅର୍ଥ କ'ଣ? ହଁ ହଁ ସେ ଯାହା କହୁଛନ୍ତି ତା ଠିକ ନା। ଆଉ ଆପଣ ଯଦି ଠିକ ବୋଲି କେବେ ଭାବି ନେଲେ, ତେବେ ଆପଣ ସେଇ ସଂଶୟବାଦୀର ଅନ୍ଧକାର ଶକ୍ତି ପାଖରେ ଆପଣ ସମର୍ପିତ ହେଇଯିବେ। ଭଗବାନଙ୍କ ପ୍ରତି ପରମଙ୍କ ପ୍ରତି ବିଶ୍ୱାସ ବା ପ୍ରେମ ଆପଣ ହରେଇ ବସିବେ। ସେଥିପାଇଁ ଲେଖୁଛନ୍ତି ବିଶ୍ୱାସ ପ୍ରେମ ଯଦି ଆପଣ ହରେଇ ବସନ୍ତି, ତେବେ ଲେଖୁଛନ୍ତି ସେଥିରୁ ମୁଁ ନିଶ୍ଚୟ ସମ୍ପୂର୍ଣ୍ଣ ଭାବରେ ତଳକୁ ଖସି ଆସିବି। ଯୋଉ ଚେତନାରେ ଏବେ ବି ଅଛି ଆଉ ଭାଇ ଖସିଯିବି। ହଁ ଭାଇ ହଁ ଏଇଟା ଟିକେ ବୁଝି ହେଲାନି ଲାଷ୍ଟରେ ଯୋଉଟା କହିଲ, ଯୋଉ ତାଙ୍କ ପ୍ରତି ବିଶ୍ୱାସ ଟା ସେଇଟା ବୁଝି ହେଲାନି। ଯଦି ଆଜି ଟାଇମ ଅଛି ବୁଝାଅ, ନହେଲେ କାଲି ଏଇଟା ମନେ ହଁ ପକେଇ ନାଇଁ ବୁଝେଇବ। ଗୋଟେ ଲାଇନ ଦି ଲାଇନ ରେ ବି ବୁଝି ହବ। କଥାଟି ହଉଛି କ'ଣ, ମନେକର ଯେ ମୁଁ କାହାର ଅଧୀନରେ ରହିଛି, ଅଧୀନରେ ମାନେ ମୋର ବସ୍ ହୁଅନ୍ତୁ ବା ଆମେ ଯୋଉଠି ଏକାଠି ରହିଛନ୍ତି, ସେତେବେଳେ କେତେ ଗୁଟେ କାର୍ଯ୍ୟ ଆମକୁ କରିବାକୁ ପଡେ। ଆମେ ଜାଣୁଛୁ ଯେ ଯୋଉ ବ୍ୟକ୍ତି ଏଇ ପ୍ରକାରର ସଂଶୟବାଦୀ ଏବଂ ଅନ୍ଧକାର ଶକ୍ତିରେ ରହିଛନ୍ତି, ନିଜର ସ୍ୱାର୍ଥକୁ ପ୍ରତିପାଦିତ କରୁଛନ୍ତି, ନିଜକୁ ପ୍ରତିଷ୍ଠିତ କରୁଛନ୍ତି, ତେବେ ସେତେବେଳେ କ'ଣ ହବ, ତାଙ୍କର କୌଣସି କାର୍ଯ୍ୟ ତାହା ଅତି ଉତ୍ତମ ଲାଗୁଥିଲେ ମଧ୍ୟ ଭିତରୁ ସମର୍ଥନ କେବେ ଦେବେ ନାହିଁ। କେବେ ବି ଜଷ୍ଟିଫାଏ ଦେବେ ନାହିଁ, ସେ ଯାହା କହୁଛନ୍ତି ଠିକ କହୁଛନ୍ତି, ଯାହା କରୁଛନ୍ତି ଠିକ କରୁଛନ୍ତି। ମାନେ ନିରପେକ୍ଷ ଭାବରେ ଯେମିତି କଥାଟି କହନ୍ତିନି, ସେତେବେଳେ ଆପଣ କ'ଣ କରିବେ, ମାଙ୍କ ପାଖରେ ସେଇ କାମଟିକୁ ସେଇ ଆଦେଶଟିକୁ ସମର୍ପିତ କରି କାର୍ଯ୍ୟ କରିବେ, କିନ୍ତୁ ସମର୍ଥନ କେବେ ତାଙ୍କୁ ଦେବେ ନାହିଁ। ଭିତରୁ ସମର୍ଥନ ଆମର ଆସିଯାଏ, ହଁ କେତେ ବଢିଆ କାମ କରୁଛନ୍ତି ସେ, କେତେ ପରିଶ୍ରମ କରୁଛନ୍ତି। ଏମିତି ଆମର ଏକ ଯେମିତି କହନ୍ତିନି ସମ୍ବେଦନଶୀଳତା ହଉ ବା ତାଙ୍କ ପ୍ରତି ଆମର ଗୋଟେ ଦୁର୍ବଳତା ତିଆରି ହୁଏ। ଆଉ ସେମାନେ ସେଇ ଆମେ ଯେହେତୁ ମନ ପ୍ରାଣ ଶରୀରରେ ବସବାସ କରୁଛୁ, ତେଣୁ ଆମେ କ'ଣ ହୁଏ ନା ଇମୋସନ ଦ୍ଵାରା ଭାସି ଯାଉ। କାହିଁକିନା ଆମେ ଏତେ ଉଦ୍ଧତର ଚେତନାକୁ ଯଦି ଯାଇନାହୁଁ, ତେବେ ସେ ଆମର ଇମୋସନକୁ ନେଇକି ଖେଳ କରନ୍ତି। ସେତେବେଳେ ଆମକୁ ଲାଗେ ଯେ ସେମାନେ ଯାହା କରୁଛନ୍ତି ବହୁତ ଭଲ କରୁଛନ୍ତି। କେବେ ବି ତାଙ୍କର ଯୋଉ କାର୍ଯ୍ୟରେ, ତାଙ୍କର ଧାରଣାରେ, ତାଙ୍କର ଚିନ୍ତାରେ ଆପଣ ଆନ୍ତରିକ ସମର୍ଥନ ଦେବେ ନାହିଁ। କାର୍ଯ୍ୟ କରିବେ, କାହିଁକିନା ଦାୟିତ୍ୱରେ ଅଛନ୍ତି ଆପଣ, ଆପଣଙ୍କୁ ଦିଆ ହେଲା କରିବେ। କିନ୍ତୁ ଆନ୍ତରିକ ସମର୍ଥନ ଦେବା ହଉଛି, ନା ନା ସେ କେତେ ପରିଶ୍ରମ କରୁଛନ୍ତି କହିଲ, ସେ ସମସ୍ତଙ୍କ ପାଇଁ କରୁଛନ୍ତି ନା, ଆଉ ତାଙ୍କର ନିଜର କ'ଣ ଅଛି। ଏ ପ୍ରକାରର ଏକ ସମର୍ଥନ କରିବା ଅର୍ଥ ହଉଛି ସେ ପ୍ରକାର ଶକ୍ତି ପାଖରେ ନିଜକୁ ସମର୍ପିତ କରିଦେବା। ଏଇଟା ସୂକ୍ଷ୍ମ ସ୍ତରରେ ବହୁତ ଆମର କ୍ଷତି କରାଏ, ଯୋଉଟା କି ଆମେ ବାହାରୁ ଜାଣିପାରୁନା। ଯଦି ଆଧ୍ୟାତ୍ମିକ ଅଗ୍ରଗତି ଆପଣ କରିବାକୁ ଚାହୁଁଛନ୍ତି, ପରମେଶ୍ୱରଙ୍କ ପ୍ରତି, ପରମଙ୍କ ପ୍ରତି, ମାଙ୍କ ପ୍ରତି ନିଜର ଆସ୍ଥା ବିଶ୍ୱାସକୁ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଆନ୍ତରିକ ସମର୍ଥନ କେବେ ବି ଦେବେ ନାହିଁ। ମାଙ୍କ ପାଖରେ ସମର୍ପିତ କରିବେ, କାର୍ଯ୍ୟ କରିବେ, ମାଙ୍କ ଉପରେ ବିଶ୍ୱାସ ନିର୍ଭରତା ରଖିବେ। କହିବେ ମା ମୋତେ କରିବାକୁ ପଡୁଛି, କରୁଛି, ମୁଁ ଜାଣିନି ଏଇଟା ଠିକ କି ଭୁଲ। ଇଏ ହଉଛି ଆମେ ଯୋଉ ଚେତନା ରହିଛୁ, ସେଇ ଚେତନାରେ ସବୁଠାରୁ ଯେତିକି ଆମେ କରିପାରିବା ଏଇ ଭାବ ରଖି କାର୍ଯ୍ୟଟି କରିବା। ମା ଆଜି ଏଇଠି ଥାଉ। ଯଦି ଆଉ ତଥାପି କିଛି ସଂଶୟ ରହେ, ତେବେ ଆସନ୍ତାକାଲି ଆମେ ପଚାରିବେ, କଥା ହେଇଯିବା। ମା, ଥ୍ୟାଙ୍କ ୟୁ ଅଲ୍ ରୋவர்।